ଦର୍ଶକ ବନ୍ଧୁ, ଆଜି ଯେଉଁ ଟିପ୍ସ ଦେବାକୁ ଯାଉଛି ତାହା ମନ ଦେଇକି ଶୁଣନ୍ତୁ ଏବଂ ଦେଖନ୍ତୁ। କୋଟି କୋଟି ତାରକା ଏ ସଂସାରକୁ ଆଲୋକିତ କରିପାରନ୍ତି ନାହିଁ, କିନ୍ତୁ ଏକମାତ୍ର ଚନ୍ଦ୍ରମା ଏହି ସଂସାରକୁ ଆଲୋକିତ କରନ୍ତି। ସେହିଭଳି ସବୁ ପିତାମାତାମାନେ ଚାହାନ୍ତି ତାଙ୍କର ସନ୍ତାନମାନେ ସୁପୁତ୍ର ହୁଅନ୍ତୁ ବା ସୁକନ୍ୟା ହୁଅନ୍ତୁ, କୁଳବଂଶ ଉଜ୍ଜଳ କରନ୍ତୁ। ସେ ବିଷୟରେ ମୁଁ କହିବାକୁ ଯାଉଛି। କେଉଁ ସମୟରେ ମାତା ଗର୍ଭରେ ଶିଶୁ ସଞ୍ଚାର ହେଲେ ଏହି ସୁପୁତ୍ର କନ୍ୟା ଜନ୍ମ ହୁଅନ୍ତି, ସେହି ସମୟ ଶୁଭ ବେଳା ମୁଁ କହିବାକୁ ଯାଉଛି। ଦର୍ଶକ ବନ୍ଧୁ, ଯେଉଁ ବ୍ୟକ୍ତି ପଞ୍ଚମ ଦିବସରେ ନାରୀ ଗମନ କରେ ବା ନାରୀ ସହ ବାସ କରେ, ସେ ସୁପୁତ୍ର ଲାଭ କରେ। ଋତୁର ଷଷ୍ଠ ଦିବସରେ ଯେଉଁ ବ୍ୟକ୍ତି ନାରୀ ଗମନ କରେ, ସେ ମଧ୍ୟ ସୁଗୁଣ ସମ୍ପନ୍ନ ପୁତ୍ର ଲାଭ କରେ। କିନ୍ତୁ ଯେଉଁ ବ୍ୟକ୍ତି ଦଶମ ଦିବସରେ ନାରୀ ଗମନ କରେ, ସେ ମଧ୍ୟ ବଳିଷ୍ଠ ଏବଂ ସୁପୁତ୍ର ଲାଭ କରେ। ଦ୍ୱାଦଶ ଦିବସରେ କୌଣସି ବ୍ୟକ୍ତି ନାରୀ ଗମନ କଲେ, ସେ ମଧ୍ୟ ପୁରୁଷୋତ୍ତମ ପୁତ୍ର ଲାଭ କରେ। ଏବଂ ଯେଉଁ ବ୍ୟକ୍ତି ଚତୁର୍ଦ୍ଦଶ ଦିବସରେ ନାରୀ ଗମନ କରେ, ସେ ସୁଶୀଳ ଧର୍ମପରାୟଣ ପୁତ୍ର ଲାଭ କରେ। ଯେଉଁ ବ୍ୟକ୍ତି ପଞ୍ଚଦଶ ବା ପୂର୍ଣ୍ଣିମା ଦିବସରେ ନାରୀ ଗମନ କରେ, ସେ ସ୍ୱାତି କନ୍ୟା ଜନ୍ମ ଗ୍ରହଣ କରେ। ଦର୍ଶକ ବନ୍ଧୁ, ପଞ୍ଚମ, ଷଷ୍ଠ, ଦଶମ, ଏକାଦଶ, ଦ୍ୱାଦଶ ଏବଂ ଚତୁର୍ଦ୍ଦଶ, ପଞ୍ଚଦଶ ଏହି ଦିବସମାନଙ୍କରେ ଯଦି ଶିଶୁ ମାତା ଗର୍ଭରେ ସଞ୍ଚରିତ ହୁଅନ୍ତି, ତାହେଲେ ସେହି ଶିଶୁ ଜନ୍ମ ହେଲେ ସୁପୁତ୍ର ବା ସୁକନ୍ୟା ହେଇ କୁଳବଂଶର ନାଁ ରଖନ୍ତି ଏବଂ ଗୌରବିତ କରାନ୍ତି। ଦର୍ଶକ ବନ୍ଧୁ, ଟିପ୍ସଟି କିପରି ଲାଗିଲା କମେଣ୍ଟ କରି ଜଣାଇବେ। ରହୁଛି। ଜୟ ଜଗନ୍ନାଥ।